ବର୍ତ୍ତମାନର ବଡ଼ ଖବର ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀର ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ନାଲକୋ କଲୋନୀରେ ରହୁଥିବା ବୁଧିଆ ସାହୁଙ୍କ ଝିଅଙ୍କ ମୃତଦେହ ଗାଧୁଆ ଘରୁ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ବୁଧିଆ ସାହୁଙ୍କ 20 ବର୍ଷୀୟ ଝିଅ ସ୍ନେହପ୍ରଭା ସାହୁ ବୋଲି ଜଣାପଡ଼ିଛି। ମୃତ ଯୁବତୀଙ୍କ ଘର କୁଲାଡ଼ ହୋଇଥିବା ବେଳେ ନାଲକୋ କଲୋନୀରେ କିଛି ବର୍ଷ ହେବ ରହୁଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ବର୍ତ୍ତମାନର ବଡ଼ ଖବର ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀର ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ନାଲକୋ କଲୋନୀରେ ରହୁଥିବା ବୁଧିଆ ସାହୁଙ୍କ ଝିଅଙ୍କ ମୃତଦେହ ଗାଧୁଆ ଘରୁ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ବୁଧିଆ ସାହୁଙ୍କ 20 ବର୍ଷୀୟ ଝିଅ ସ୍ନେହପ୍ରଭା ସାହୁ ବୋଲି ଜଣାପଡ଼ିଛି। ମୃତ ଯୁବତୀଙ୍କ ଘର କୁଲାଡ଼ ହୋଇଥିବା ବେଳେ ନାଲକୋ କଲୋନୀରେ କିଛି ବର୍ଷ ହେବ ରହୁଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନାହିଁ।